ଏସବୁ କଥା ଶିକ୍ଷା ଦଉଛନ୍ତି, ଶାସ୍ତ୍ରରୁ ଭାଗବତରୁ ଏ ଶିକ୍ଷା ଦଉଛନ୍ତି। ତେଣୁ ଲୋକେ କଣ, ସାଧାରଣ ମୂର୍ଖ ଲୋକ କଣ କହୁଛି ନା, ମହାପ୍ରଭୁ ଆମକୁ ବଗିଚାର ମାଳି ହିସାବରେ ଆମ ଭୋଗ ଫୁଲର ତୋଡ଼ା ଆମକୁ ଯୋଗେଇ ଦେବେ। ସେ ମାଳି, ସେ ବଗିଚାର ମାଳି ହିସାବରେ ସୁନ୍ଦର ଫୁଲ ଗଛ ଲଗେଇଛନ୍ତି, ଆମେ ଉପଭୋଗକାରୀ। ମହାପ୍ରଭୁ କହିଲେ କୃଷ୍ଣ ଉପଭୋଗକାରୀ, ଭୋକ୍ତାରଂ ଯଜ୍ଞ ତପସାଂ ସର୍ବଲୋକ ମହେଶ୍ୱରମ୍। ଏକମାତ୍ର ଉପଭୋଗକାରୀ କୃଷ୍ଣ, ତୁମେ ଜୀବ ଉପଭୋଗକାରୀ ନୁହଁ। ଜୀବ ଉପଭୋଗକାରୀ ନୁହଁ, କୃଷ୍ଣ ହିଁ ଉପଭୋଗକାରୀ। କୃଷ୍ଣକୁ ଉପଭୋଗ ଦିଅ, ମୁଁ ଭୋକ୍ତା ନୁହେଁ। ଏ ବିଚାର ପଶୁ କରିପାରିବ ନା। ପଶୁର ଚେତନା ଅତି ନୀଚ ଚେତନା। ଶୁଦ୍ଧ ଭକ୍ତ ହେଲେ ଯାଇକି ମନୁଷ୍ୟ କରିପାରିବ। ଶୁଦ୍ଧ ଭକ୍ତି ପଥକୁ ଆସିବ, ଯାହା କହନ୍ତି ପୂର୍ଣ୍ଣ କୃଷ୍ଣ ଚେତନା, କମ୍ପ୍ଲିଟ କୃଷ୍ଣ କନସିୟସନେସ୍। ପୂର୍ଣ୍ଣ କୃଷ୍ଣ ଚେତନା ସ୍ତରରେ ଯେତେବେଳେ ଆସିବ, ଶୁଦ୍ଧ ଭକ୍ତ ହେଲେ ମନୁଷ୍ୟ ଏକଥା କରିପାରିବ। ସାଧୁଗୁରୁଙ୍କ ଠାରୁ ଶ୍ରବଣ କରି ତାଙ୍କ କୃପାରୁ ଲକ୍ଷ ଲକ୍ଷ ଜୀବ ପରମେଶ୍ୱରଙ୍କୁ ଧ୍ୟାନ କରି ନ ପାରି ନ୍ୟୁନାଧିକ ପଶୁଧର୍ମ ବିଶିଷ୍ଟ, ସେ ପଶୁ ପରି ନିଚ ଚେତନାରେ, ସଂକୁଚିତ ଚେତନାରେ ରହିଛନ୍ତି। ଆବୃତ ଚେତନା ବା ସଂକୁଚିତ ଚେତନାରେ ପଶୁ ଧର୍ମ ବିଶିଷ୍ଟ ଦେହ ଧର୍ମରେ, ଯାହା କହନ୍ତି ଦେହ ଧାରଣାରେ ରହି ଆମେ ଉପଭୋଗକାରୀ। ଆମର ଉପଭୋଗର ସାମଗ୍ରୀ ସବୁ ଅଛି, ଆମେ ମାଲିକ, ଆମେ ଉପଭୋଗ, ଏଇ ପଶୁ ଧର୍ମରେ ରହିଛନ୍ତି। ସେଥିପାଇଁ କରୁଣାମୟ ଚୈତନ୍ୟ ଦେବ ଆମମାନଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ସୁଭକ୍ତି ଶୋଭା ବିତରଣ କରୁଛନ୍ତି। ସୁଭକ୍ତି ଶୋଭା ବିତରଣ କରୁଛନ୍ତି। କିନ୍ତୁ କେତେ ଜଣ ବୁଝିପାରୁଛନ୍ତି? ସମସ୍ତଙ୍କର ଭୋଗ ବୁଦ୍ଧି ଅଛି, ଭଗବାନ ଆମକୁ ଭୋଗ ଦେବେ, କିନ୍ତୁ ଏକମାତ୍ର ଉପଭୋଗକାରୀ ଯେ ଭଗବାନ କୃଷ୍ଣ, ଏକଥା ଯଦିଓ ସେଇ କୃଷ୍ଣ ମହାପ୍ରଭୁ ଉପରେ ଶିକ୍ଷା କେତେ ଜଣ ବୁଝୁଛନ୍ତି? ବୁଝିବା ସହଜ କଥା ନୁହେଁ। ସମସ୍ତେ ଭାବୁଛନ୍ତି, ଅଧିକାଂଶ ଭାବୁଛନ୍ତି ଯେ ଏ ଭୋଗ ବୁଦ୍ଧି ଭଗବାନ ସର୍ବେଶ୍ୱର, ଭଗବାନ ବା ଚୈତନ୍ୟ ମହାପ୍ରଭୁ ମାଳି ହିସାବରେ ଆମକୁ ଭୋଗ ଫୁଲର ତୋଡ଼ା ଆମକୁ ଯୋଗେଇବେ। ଯେଉଁମାନେ ଭାଗ୍ୟହୀନ ସେମାନେ କଥା ଶ୍ରବଣ କରୁଛନ୍ତି ବୋଲି ମନେ କଲେ ସୁଦ୍ଧା ପ୍ରକୃତ ପ୍ରସ୍ତାବରେ ସେମାନେ ଶୁଣୁନାହାନ୍ତି, ତାଙ୍କ କାନରେ ହରିକଥା ପଶୁନାହିଁ, ସେମାନେ ବଞ୍ଚିତ ହେଲେ। ଆମେ ଆମର ସୌଭାଗ୍ୟକ୍ରମେ ଯଦି ଭଜନୀୟ ବସ୍ତୁର ସେବା କରିବା ନିମିତ୍ତ ପ୍ରବୃତ୍ତି ବିଶିଷ୍ଟ ହଉ, ତାହେଲେ ଆମ କାନକୁ କଥା ଯିବ, ଆମେ କଥା ଶୁଣିପାରିବା, ଧରିପାରିବା। ଯାହାର ଯେଉଁ ଅବସ୍ଥା, ଯେଉଁ ଚେତନା ସ୍ତରରେ ଯିଏ ଅଛି, ସେ ଅବସ୍ଥାରୁ ଉନ୍ନତ ହେବାକୁ ଯତ୍ନ କରିବା ଉଚିତ। ଉନ୍ନତ ହେବାକୁ ପଡିବ, ଭଲ ହେବାକୁ ପଡିବ। ଦେହରେ ବିଷ୍ଠା ବଳି ହେଲେ କଣ ଯମ ଛାଡ଼ିଦେବ? ଯମ ଛାଡ଼ିବ ନାହିଁ ବାପା, କର୍ମଫଳ ନିଶ୍ଚୟ ଭୋଗିବାକୁ ପଡିବ। ପ୍ରତି ମୁହୂର୍ତ୍ତରେ ଆମକୁ ଦୈବୀ ମାୟା ଭଗବତ ବିମୁଖତା ରାଜ୍ୟରେ ଉପସ୍ଥିତ କରୁଛି। ଯେଉଁ ମୁହୂର୍ତ୍ତରେ ଆମର ରକ୍ଷାକର୍ତ୍ତା ନ ରହିବେ, ସେଇ ମୁହୂର୍ତ୍ତରେ ହିଁ ଆମର ପାରିପାର୍ଶ୍ୱିକ ସକଳ ବସ୍ତୁ ଶତ୍ରୁ ହୋଇ ଆମକୁ ଆକ୍ରମଣ କରିବେ। କୃଷ୍ଣ ଯେ ରକ୍ଷକ আর ପାଲକ আমার, ଏ କଥା ନ ବୁଝିଲେ ଆମର ରକ୍ଷାକର୍ତ୍ତା ଏକମାତ୍ର କୃଷ୍ଣ, ପାଳନକର୍ତ୍ତା ଏକମାତ୍ର କୃଷ୍ଣ, ଏ କଥା ଯେ ନ ବୁଝିଛି, ନିଜକୁ ଭାବୁଛି ଆମେ ମାଲିକ, ମୁଁ ଭକ୍ତା, ମୁଁ କର୍ତ୍ତା, ଏଇପରି ଯେ ଭାବୁଛି, ସେ କଥା କୁହାଉଛି ଯେଉଁ ମୁହୂର୍ତ୍ତରେ ଆମର ରକ୍ଷାକର୍ତ୍ତା ନ ରହିବେ, ସେଇ ମୁହୂର୍ତ୍ତରେ ହିଁ ଆମର ପାରିପାର୍ଶ୍ୱିକ ସକଳ ବସ୍ତୁ ଶତ୍ରୁ ହିଁ ଆମକୁ ଆକ୍ରମଣ କରିବେ। ଯେଉଁ ମୁହୂର୍ତ୍ତରେ ଆମେ ପ୍ରକୃତ ସାଧୁ ପାଖରୁ ହରିକଥା ନ ଶୁଣିବା, ନିଷ୍କପଟରେ ସାଧୁଙ୍କର ସେବା ନ କରିବା, ସେଇ ମୁହୂର୍ତ୍ତର ସୁଯୋଗ ନେଇ ମାୟା ଆମକୁ ଗ୍ରାସ କରିବ। ପଶୁର ବୃତ୍ତି, ପଶୁର ଯେଉଁ ବୃତ୍ତି, ତା ସଙ୍ଗରେ ଯେଉଁମାନେ ମଣିଷ ବୃତ୍ତିକୁ ସମାନ ମନେ କରନ୍ତି, ପଶୁର ବୃତ୍ତି ପଶୁ ଦେହ ଧାରଣାରେ ଅଛି। ଆଉ ସେ ଜାଣେ ଦେହର ଯାହା ଆବଶ୍ୟକତା, ଆହାର, ନିଦ୍ରା, ଭୟ, ମୈଥୁନ, ଏ ପଶୁ ବୃତ୍ତି, ପଶୁ ଧର୍ମ। ଏ ମଣିଷ ହେଇକରି ଯଦି ସେଇ ଆହାର, ନିଦ୍ରା, ଭୟ, ମୈଥୁନ ଏଇ ଆମର ଜୀବନ ଲକ୍ଷ୍ୟ, ୟାରି ପଛରେ ଧାଇଁ ତାହେଲେ ପଶୁ ବୃତ୍ତି। ଯାହା କହିଲା ଦୁଇ ଗୋଡ଼ିଆ ପଶୁ, ଟୁ ଲେଗ୍ ଆନିମାଲ, ଦୁଇ ଗୋଡ଼ିଆ ପଶୁ, ସେ ପଶୁ ବୃତ୍ତି କରୁଛି। ସେମାନେ ଚେତନାର ବୃତ୍ତିକୁ ହରି ଦେଇଛନ୍ତି। ସେମାନେ ହରିକଥା, ନିର୍ଗୁଣ ହରିକଥା ଏମାନେ ଶୁଣି ପାରନ୍ତି ନାହିଁ, ଆଙ୍କ କାନରେ ପଶିବ ନା। ଅତଏବ ଆମର କର୍ତ୍ତବ୍ୟ, କେଉଁଠାରେ ହରିକଥା ହଉଛି, ପ୍ରକୃତ ପକ୍ଷେ ଚେତନାରୁ ଚେତନମୟୀ ହରିକଥା ପ୍ରକାଶିତ ହଉଛି, ସେଇ ଦିଗ ପ୍ରତି ମନୋଯୋଗ ରଖିବା ଉଚିତ।
ଜଗତରେ ଅନେକ ପଣ୍ଡିତ ଅଛନ୍ତି, ବଡ ପାଣ୍ଡିତ୍ୟ ଦେଖାଉଛନ୍ତି। ଅନୁସ୍ୱାର ବିସର୍ଗ ନେଇ ମଥା ଜୁହାର କସରତ କରିବାର ଲକ୍ଷ ଲକ୍ଷ ଦଳ ଅଛନ୍ତି। ପରବ୍ରହ୍ମରୁ ଆବିର୍ଭୂତ ଚୈତନ୍ୟମୟ ଶବ୍ଦର ତାତ୍ପର୍ଯ୍ୟ ସେମାନଙ୍କର ଉପଲବ୍ଧି ହବ ନା। ଭକ୍ତି ନଥିଲେ ଏଗୁଡାକ ହବ ନା। ସେମାନେ ହରିକଥା କହିପାରନ୍ତି ନାହିଁ। ସେମାନଙ୍କର କଥା ଗ୍ରାମଫୋନ ଗାନର ରେକର୍ଡ ଭଳି ରେକର୍ଡ ଗାଉଛି, ଗ୍ରାମଫୋନ ରେକର୍ଡ ଗାଉଛି, ଗ୍ରାମଫୋନ ଗାନର ରେକର୍ଡ ଭଳି। ସେମାନେ ବିଷୟରେ ବୁଡ଼ିଯିବେ, ସତ୍ୟର ଉପଲବ୍ଧି ହବ ନା। ବୁଦ୍ଧିମାନ ବ୍ୟକ୍ତି ବିଚାର করে ଆମର ଯେପରି ବାସ୍ତବିକ ମଙ୍ଗଳ হয় ଏବଂ ସେ ମଙ୍ଗଳରୁ ଯେପରି କୌଣସି ଦିନ ବଞ୍ଚିତ ହେବାକୁ ନ ହୁଏ, ଜଡ଼ ଜଗତରେ ଯେତେ କିଛି ବସ୍ତୁ ଅଛି ସେ ସମସ୍ତ ବସ୍ତୁ ସେମାନଙ୍କର ବିପରୀତ ଧର୍ମ ଉଦୟ କରାଇବେ। ପାଣ୍ଡିତ୍ୟ ମୂର୍ଖତା ଆଣିଦେବ, ସୁଖ ଦୁଃଖ ଆଣିଦେବ, ଦୁଃଖ ସୁଖ ଆଣିଦେବ। ଯେ ପର୍ଯ୍ୟନ୍ତ ଆମେ ସର୍ବଧର୍ମାନ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ, ଶାସ୍ତ୍ର ସିଦ୍ଧାନ୍ତ ସାଧୁ ମହାଜନମାନଙ୍କର କଥା ଆମେ କାନରେ ନ ପଶିବ ଆଉ ତାଙ୍କର ଆନୁଗତ୍ୟ ଆଚରଣ ନ କରିବା, ତାହେଲେ ଏସବୁ ନିଶ୍ଚିତ ହବ। ସେଥିପାଇଁ ମହାପ୍ରଭୁ ଏ ଦୁର୍ବୁଦ୍ଧି ହସ୍ତରୁ ଆମକୁ ରକ୍ଷା କରିବା ନିମିତ୍ତ ସୁଗର କୋଟିଂ କୁଇନାଇନ୍ ଦେଲା ବାଗିଆ ଖୁଆଇଲା ଭଳିଆ ଗୌର ସୁନ୍ଦର ବ୍ୟବସ୍ଥା କରିଛନ୍ତି। ଇତର୍ବ୍ୟମର ଅସଶବ୍ଦ ମଣିଷତାକୁ ଇତର ବିଷୟଟାକୁ ଟାଣି ନେଉଛି। ଏଇ ଶବ୍ଦଟା ହିଁ ଯେତେ ପ୍ରକାର ଗୋଳମାଳ କରୁଛି, ମଣିଷ ଏଇ ଶବ୍ଦରେ ଆକୃଷ୍ଟ ହୋଇ ମୃଗ ଭଳି ମାୟାବୀ ବ୍ୟାଧର ବାଣରେ ବିଦ୍ଧ ହେଉଛି। ସେଥିପାଇଁ ଗୌର ସୁନ୍ଦର ହରିକଥା ସଙ୍ଗରେ ତାଳ ମାନ ଲୟ ସଂଯୋଗ କରି ଜିଲୋଟିନ୍ ଦେଇ କୁଇନାଇନ୍ ଖୁଆଇବାର ବ୍ୟବସ୍ଥା କରିଛନ୍ତି। ତୈର୍ଯ୍ୟତ୍ରିକ ଗୀତ ବାଦ୍ୟ ନୃତ୍ୟ ଏ ଯଦି ଭଗବାନଙ୍କର ପ୍ରୀତି ଦେବ ବ୍ରାହ୍ମଣ ଦେବ ଦ୍ୱିଜ ବ୍ରାହ୍ମଣ ବୈଷ୍ଣବ ଭଗବାନଙ୍କର ପ୍ରୀତି ଉଦ୍ଦେଶ୍ୟରେ ନ হয় ତାହେଲେ ତା ପାପ କାର୍ଯ୍ୟ ହେଇଯାଏ। ତୈର୍ଯ୍ୟତ୍ରିକ ପାପର ଆକର ମହାପାପିଷ୍ଠ ମାନଙ୍କର କାର୍ଯ୍ୟ, ତାହା କାମଦେବଙ୍କର ସେବାରେ ନିଯୁକ୍ତ ଅପ୍ରାକୃତ ନିତ୍ୟ ନୂତନ ନବୀନ ବୃନ୍ଦାବନରେ ଯେ କୃଷ୍ଣ ତାଙ୍କର ସେବା ନିଯୁକ୍ତ ନହେଲେ କର୍ମ ବନ୍ଧନରେ ପଡିବ। ଏ ଭଗବାନ କୃଷ୍ଣଙ୍କର ପ୍ରୀତିବିଧାନ, ଗୁରୁ ଗୌରାଙ୍ଗଙ୍କର ପ୍ରୀତିବିଧାନ ପାଇଁ କର, ତାହେଲେ କଣ ହବ ନା ସହଜରେ ଭକ୍ତିଜାତ ହବ। ଇଏ ସୁଗର କୋଟେଡ କୁଇନାଇନ୍ ଦଉଛନ୍ତି। ଆଉ ତୁମର ସମସ୍ତ ପ୍ରକାର ଇତର ଅଭିଳାଷ ଯେ ଅଛି, ଅନ୍ୟାଭିଳାଷ ଅଛି, ସେ ଅନ୍ୟାଭିଳାଷ ଗୁଡ଼ିକ ଯେତେବେଳେ କଟିଯିବ, ଅନ୍ୟାଭିଳାଷ ଶୂନ୍ୟଂ ଜ୍ଞାନ କର୍ମାଦି ଅନାବୃତ ଆନୁକୂଲ୍ୟେନ କୃଷ୍ଣାଂଶଳନ, କୃଷ୍ଣ ଯେ ଏକମାତ୍ର ରକ୍ଷାକର୍ତ୍ତା ପାଳନକର୍ତ୍ତା, କୃଷ୍ଣ ଏକମାତ୍ର ସେବ୍ୟ ବସ୍ତୁ, ଆମେ ସେବକ, ତାଙ୍କ ସାଙ୍ଗରେ ହିଁ ଆମର ନିତ୍ୟ ପ୍ରୀତିପୂର୍ଣ୍ଣ ସମ୍ବନ୍ଧ ଅଛି। ଏଇ ସମ୍ବନ୍ଧ ଜ୍ଞାନ ଲାଭ କରିବ, ଉପଲବ୍ଧି ହବ। ଏହି ସମ୍ବନ୍ଧରେ ସମ୍ବନ୍ଧିତ ହେଇ ସେବା ନିଯୁକ୍ତ ହେଇଯିବ, ଅନ୍ୟାଭିଳାଷ ଦୂର ହେଇଯିବ। ଏକମାତ୍ର ଭବତାର ଭକ୍ତିର ହେତୁ କିଛି ଜନ୍ମ ଜନ୍ମାନ୍ତର ଧରି ଆପଣଙ୍କର ପାଦ ପଦ୍ମର ସେବା କରିବି, ତାହେଲେ ଅନ୍ୟ କୌଣସି ପ୍ରକାର ଇତର ଅଭିଳାଷ ରହିବ ନା। ସେତେବେଳେ ଯାଇକରି ଏ ଭାଗବତ କଥା କୃଷ୍ଣ କଥା ହରି କଥା କାନରେ ପଶିବ। ଯେ ପର୍ଯ୍ୟନ୍ତ ବିଷୟ ଆସକ୍ତି ଅଛି, ଇତର ଆସକ୍ତି ଅଛି, ଏଇଟା ପଶିବ ନା। ସେଥିପାଇଁ ବ୍ରହ୍ମା ଏ କଥା ଜାଣିଥିଲେ, ଆଉ ବ୍ରହ୍ମା ଏତେ କଥା କହିଲେ ସୁଦ୍ଧା ଇନ୍ଦ୍ରଙ୍କର ସୁଖ ରଜନୀ ଲାଭ କଥା ଇନ୍ଦ୍ରଙ୍କର କାନରେ ପଶୁନଥିଲା। ତେଣୁ ଏଇଗୁଡ଼ା ଆସକ୍ତି ତୁଟିଗଲା, ପିଲା ଗୁଡାକ ମାରି ପକେଇଲା, ଭାର୍ଯ୍ୟାକୁ ମାରି ପକେଇଲା, ତାପରେ ଯାଇ କାନେଇଲା। ଇଏ ହଉଛି କଥାଟା, କାହାର କାନକୁ କଥା ଯାଉଛି। ଇଏ ହଉଛି ଶ୍ରେୟର କଥା। ଶ୍ରେୟ ଶ୍ରବଣୟା ଶ୍ରବଣୟାପି ବହୁ